ଖେଳୁଛି ତମକୁ ଦେଖା ଯାଉନି? ଶୁଣ ତ ବାପା, କଣ ହେଲା? ତୁ ପାଠ ନ ପଢି ଏଇ ପିଲାମାନଙ୍କ ସାଙ୍ଗରେ ଖେଳୁଛୁ। କଣ ହେଲା ସେଇଠୁ? ତମେ ପରା ମତେ କହିଥିଲ ଗୋଟେ ଆଇଫୋନ ଦବ ବୋଲି। ତୁ ଦିଥର ହେଲା ମେଟ୍ରିକ ପାସ୍ କରିପାରୁନୁ। ତୁ ଏଇଥର ମେଟ୍ରିକ ପାସ୍ କଲେ ମୁଁ ତତେ ଗୋଟେ ଆଇଫୋନ କିଣିଦେବି। ଥାଉ ଥାଉ, ମୋର ଦରକାର ନାହିଁ। କାହିଁ ପିଲାଟା ଉପରେ ରାଗିଲି କେଜାଣି, ସେ କେତେ ମନ ଦୁଃଖ କଲା। ହଉ ହଉ, ମୁଁ ଆଜି ତ କଟକରୁ ବାଲେଶ୍ୱର ଯିବି, ଆସିଲା ବେଳେ ତା ପାଇଁ ଗୋଟେ ଆଇଫୋନ କିଣି ଆଣିବି। ଭାଇ 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 କଣ କରୁଛୁ? ମାରୁ ନା ବୋଲି କଣ ସାଇଡରେ ଅଛି? ଓହୋ, ଏଇଟା ବାପାଙ୍କ ଘର। ଓହୋ, ମୁଁ ତ ବାପାଙ୍କ ଘର। ହ୍ୟାଲୋ, କଣ ହେଲା? କାଇଁ ବାର ବାର କଲ୍ କରୁଛ? ବାବାରେ ମୁଁ ଘରକୁ ଫେରୁଛି, ତୋ ପାଇଁ କଣ ନେବି କହିଲୁ? କଣ ଆଣିବ? କିଛି ଆଣିବା ଦରକାର ନାହିଁ। ଗୋଟେ ଆଇଫୋନ ଟେ ଆଣି ଦେଇପାରୁନ, ମୋ ପାଇଁ କଣ ଆଣିବ ତମେ? ରଖ ଫୋନ। ଆରେ ବାବା କାହିଁ ରାଗୁଛୁ? ରାଗ ନା, ଆଣିଦେବି ତୋ ପାଇଁ। ଆଉ ଶୁଣ, ମୁଁ ଏବେ ଟ୍ରେନରେ ବାହାରିଲି, ଯେତେବେଳେ ପହଞ୍ଚିବି ଷ୍ଟେସନରେ ଆସି ମୋତେ ନେଇଯିବି। ହଉ ହଉ, ରଖ ରଖ। ଆରେ ସାଙ୍ଗ ଜାଣିଛୁ, ବାଲେଶ୍ୱର ରାସ୍ତାରେ ଟ୍ରେନଟା ଆକ୍ସିଡେଣ୍ଟ ହେଇଯାଇଛି। ଆଉ ସତରେ ନା କଣ? ବାଲେଶ୍ୱର ପାହାନଗରରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ଆସୁଛି। ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା। ବଡ଼ କଥା ହେଉଛି ଟ୍ରେନ ଦୁର୍ଘଟଣା ହେବା ପରେ ସମସ୍ତେ ସୁରକ୍ଷିତ ଅଛନ୍ତି ତ? ଇଏ ହେଉଛି ସବୁଠୁ ଗୁରୁ ପ୍ରଶ୍ନ। ବାପା ତ ବାଲେଶ୍ୱର ଫେରୁଥିଲେ। ଦେଖି ବାପାଙ୍କୁ କଲ୍ କରେ। The subscriber is currently switched off. Please try after some time. ଆରେ ମୁଁ କଣ ତୋ ଉପରେ ରାଗିପାରିବି? ତୁ ବାବା ସୁନା ପୁଅଟା, କିନ୍ତୁ ଦିନେ ନା ଦିନେ ସବୁ ବାପାଙ୍କୁ ରାଗିବାକୁ ପଡେ। ଆଉ ମୁଁ ଯୋଉଦିନ ରାଗିବି ସେଇଦିନ ଜାଣିଛୁ ମୁଁ ଆଉ ତୋ ପାଖରେ ନଥିବି। ବାପା କିଏ କହୁଛନ୍ତି? ଏଇଟା ଚିନ୍ତାମଣି ସାହୁଙ୍କ ଘରେ କଲ୍ ଲାଗିଛି? ଆଜ୍ଞା, ମୁଁ ବାଲେଶ୍ୱର ପୋଲିସ ଷ୍ଟେସନରୁ କହୁଥିଲି। ଚିନ୍ତାମଣି ସାହୁଙ୍କର ଟ୍ରେନ୍ ଆକ୍ସିଡେଣ୍ଟରେ ଦେହାନ୍ତ ହେଇଛି। ଘରେ କିଏ ଅଛନ୍ତି?
କାହାକୁ କରୁଛନ୍ତି? ଏଇଟା ଚିନ୍ତାମଣି ସାହୁଙ୍କ ଘର? ଆଜ୍ଞା। ଆମେ ବାଲେଶ୍ୱର ପୋଲିସ ଷ୍ଟେସନ ଆସିଛୁ। ଟ୍ରେନ୍ ଆକ୍ସିଡେଣ୍ଟ ଏତେ ଭୟାବହ ହେଇଥିଲା ଯେ ଆପଣ ବାପାଙ୍କ ବଡି କଲେକ୍ଟ କରିବା ବହୁତ କଷ୍ଟକର ହେଇଯାଇଥିଲା। ଏଇ ନିଅନ୍ତୁ ତାଙ୍କର କିଛି ଜିନିଷ। ଆରେ ଶୁଣନ୍ତୁ, ଏ ପ୍ୟାକେଟଟା ବି ତାଙ୍କର ରହିଯାଇଥିଲା। ଏଇ ନିଅନ୍ତୁ। ତମେ ସତରେ ଜାଦୁକର। ବାପା ମାନେ ଆଖି ସାମ୍ନାରୁ ଚାଲିଯିବା ଆଗରୁ ବାପାକୁ ବୁଝିବା ଦରକାର। ଗୋଟେ ମା ଗୋଟେ ଛୁଆକୁ ଜନ୍ମ ଦିଏ ସତ, ହେଲେ ଗୋଟେ ବାପା ସେ ଛୁଆ ସହିତ ତା ମାକୁ ବି ପାଳେ। ସତରେ ବାପା ଆମ ମାନଙ୍କ ପାଇଁ ବାପା ବହୁତ କଷ୍ଟ କରନ୍ତି, କିନ୍ତୁ ତାକୁ କଷ୍ଟ ମୁଁ କେବେ ବି ସାମ୍ନାକୁ ଆଣନ୍ତିନି। ଆଉ ସବୁବେଳେ ଆମ ସାମ୍ନାରେ ହସନ୍ତି, ନିଜ ଲୁହକୁ ଲୁଚେଇକି। ସତରେ ବାପା ତୁମ ବିନା ବଞ୍ଚିବା ବହୁତ କଷ୍ଟ। ବାପା ଫେରି ଆସ ନା ବାପା,